ଗୋଟେ ଡମ୍ଫରଟା ଥିଲା ଯେଉଁ ଜାମ୍ରେ ଫସିଲି ଲାଷ୍ଟକୁ ଯାହା ଛାଡ଼ିଲି ଗାନ୍ଧୀ କଲେଜ ପାଖରେ ଆସିକି ପହଞ୍ଚିଲି। ପ୍ରାୟ ଅଧଘଣ୍ଟା ଗାନ୍ଧୀ କଲେଜ ପାଖରେ ବସିଲି ବାଜିବ। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ସାଙ୍ଗମାନେ ଆଜି ହେଲାଣି ବୁଧବାର, ଟାଇମ୍ ହେଇଗଲାଣି ଆପଣଙ୍କ 8:20। ଆଜି ସକାଳୁ ଲଗ୍ଇନ୍ କରିଦେଇଛି। ଆଉ ଲଗ୍ଇନ୍ କରି ଘର ପାଖରେ ନହେଲେ ଡାଇରେକ୍ଟ ଆସିକି ଆପଣଙ୍କ ଷ୍ଟେସନ ସାଇ ମନ୍ଦିର ପାଖରେ ପହଞ୍ଚିଛି। ୱେଟ୍ କରୁଛି ଫାଷ୍ଟ ବୁକିଂର, ଦେଖାଯାଉ କେତେବେଳେ ଫାଷ୍ଟ ବୁକିଂଟା ଆସୁଛି। ବହୁତ ଦିନ ହେଲା ଲଙ୍ଗ୍ ଭିଡ଼ିଓ ଆସିନି। ଲଙ୍ଗ୍ ଭିଡ଼ିଓ ମାନେ ଅର୍ଣ୍ଣିଂ ଉପରେ ଲଙ୍ଗ୍ ଭିଡ଼ିଓ ଆସିନି, ତ ଆଜି ଭାବିଲି ଗୋଟେ ଲଙ୍ଗ୍ ଭିଡ଼ିଓଟେ କରିବା। ଆଉ କେମିତି କ'ଣ ଅର୍ଣ୍ଣିଂ ହେଉଛି, ଯେହେତୁ ବୁଧବାରଟା ଅଛି, ଦେଖିବା କେମିତି କ'ଣ ବେପାର ହେଉଛି। ଭିଡ଼ିଓକୁ ସ୍କିପ୍ କରନ୍ତୁନି, ସମ୍ପୂର୍ଣ୍ଣ ଦେଖନ୍ତୁ। ସବୁ ଡିଟେଲ୍ସ ଜାଣିପାରିବେ ଏ ଭିଡ଼ିଓରେ। କେମିତି କ'ଣ ବର୍ତ୍ତମାନ ଉବେର କେମିତି କ'ଣ ବୁକିଂ ହେଉଛି, କେତେ ଟଙ୍କା କ'ଣ ଅର୍ଣ୍ଣିଂ ହେଉଛି। ଆଜି ସକାଳେ 8:30 ତ ଲଗ୍ଇନ୍ କରିଦେଇଛି। ଦେଖାଯାଉ କେତେ ସମୟ, ଯାହାହେଲେ ବି 8-9ଟା ଯାଏଁ ଲଗ୍ଇନ୍ ରହିବି, 12-14 ଘଣ୍ଟା। ଦେଖିବା କେତେ କେମିତି ଅର୍ଣ୍ଣିଂ ହେଉଛି। ତ ପ୍ରଥମ ବୁକିଂଟା ଆସିଯାଇଛି କଷ୍ଟମର ଠିକ୍ ମୋ ଅପୋଜିଟ୍ ସାଇଡ଼୍ରେ। ମୁଁ ମାନେ ଅଛି ଆପଣଙ୍କର ଲକ୍ଷ୍ମୀସାଗର ପଟୁ ସାଇ ମନ୍ଦିର ଆସିଲା ବେଳକୁ ଯେଉଁ ସାଇଡ଼୍ଟା, ସେଇ ପଟ ଅଛି। ଆଉ କଷ୍ଟମର ଅଛନ୍ତି ଆପଣଙ୍କ ତାରି ଅପୋଜିଟ୍ ସାଇଡ଼୍ରେ, ଆର ପଟେ। ମୁଁ ଅଛି ଆପଣଙ୍କର ମାନେ ଚିନ୍ତାମଣିଷା ସାଇଡ଼୍ ଯେଉଁଟା ସେଇଟା, ଆଉ ବୁଦ୍ଧେଶ୍ୱରୀ ପଟେ ଆର ପଟେ ଅଛି କଷ୍ଟମର। ତ ମୁଁ ଯାଉଛି ବର୍ତ୍ତମାନ କଷ୍ଟମର ପିକଅପ୍ କରିବାକୁ। ଛିଡ଼ା ହେଇଛନ୍ତି ଲାଗୁଛି। ତ ଛାଡ଼ିଲି ସ୍ୱସ୍ତି ପ୍ରିମିୟମରେ, କ୍ୟାସ୍ କଲର୍ 145, ମୋତେ ମିଳିଛି 170। ମାନେ କଷ୍ଟମରଠୁ କମ୍ ନେଇକି ପ୍ରମୋସନ୍ ପାଇଁ। ଆଉ କ'ଣ 145 ଟଙ୍କା ନେଲେ କଷ୍ଟମରଠୁ, ହେଲେ ଦେଲେ 170। ଅବଶ୍ୟ ଡିଷ୍ଟାନ୍ସ ଯେ ମୋ ଫେୟାର ଠିକ୍ ଅଛି, ହେଲେ କଷ୍ଟମର ପାଇଁ ମାନେ କମ୍ପାନୀ ଅଫର୍ ଲଗେଇଛି। ଆଉ କ'ଣ ଦେଖେ, ସକାଳୁ ସକାଳୁ ବାଜିବା କଥା ସ୍ୱସ୍ତି ପ୍ରିମିୟମରୁ। ସ୍ୱସ୍ତି ପ୍ରିମିୟମ କି ସେପଟେ ଅଛି ଜିଞ୍ଜର ହୋଟେଲ, ଏୟାରପୋର୍ଟ ବୁକିଂ ଆସିବା କଥା। ଦେଖ ୱେଟ୍ କରିବା। ଦୁଇଟା ଗାଡ଼ି ଅଛି, ମୋତେ ଛାଡ଼ିକି ସେପଟେ ଗୋଟେ ଡିଜାୟାର, ତା ଆଗରେ ଆଉ ଗୋଟେ ୱାଗନର, ଏପଟେ ପୁଣି ଦୁଇଟା ଡିଜାୟାର। ଇଏ ତ କମ୍ପାନୀ ସରି ହୋଟେଲ ଗାଡ଼ି, ଦୁଇଟା ଆମର ଓଲା ଉବେର କ୍ୟାବ୍। ଦେଖିବା କେତେବେଳେ ବାଜୁଛି। 10-15 ମିନିଟ୍ ବସେଇଲା, ହେଲେ ଦେଇଦେଲା ଆପଣଙ୍କର ଜିଞ୍ଜର ହୋଟେଲରୁ ଏୟାରପୋର୍ଟ। ସକାଳ ଟାଇମ୍ଟା ଏପଟେ ଏୟାରପୋର୍ଟ ବାଜୁଛି। ଯାଉଛି ଜିଞ୍ଜର ହୋଟେଲ କଷ୍ଟମରକୁ ପିକଅପ୍ କରିବା ପାଇଁ। ମୋ ପୂର୍ବରୁ ଆହୁରି ଦୁଇଟା ଗାଡ଼ି ବସିଥିଲେ, ୱାଗନର ଗୋଟେ ଡିଜାୟାର। ମୋତେ ବାଜିଲା। ହେଇପାରେ ସେମାନେ ଓଲା ଚଲାଉଥିବେ, ଉବେର ତ ଏବେ ଟିକେ ବୁକିଂ ସ୍ଲୋ ଅଛି। ଓଲା ବୁକିଂ ଆକ୍ସେପ୍ଟ ହଉ ନ ଆକ୍ସେପ୍ଟ ହଉ, ସିଏ ତାର ଦେଉଥିବ କଣ୍ଟିନ୍ୟୁ, ବାଜୁଥିବେ। ଆପଣ ଯେଉଁଟା ଆକ୍ସେପ୍ଟ କରିପାରିବେ ସେଇଟା ନେଇକି ଯିବେ। କେଉଁ ଫଣ୍ଡା ହେଇଥିବ ଓଲାର, ଯେଉଁମାନେ ଚଲାଉଛନ୍ତି ଜାଣିଛନ୍ତି, କିଏ ହେଇପାରେ ତାଙ୍କୁ ବାଜିଲେ, ମୋର ବାଜିଲା। ଦେଖାଯାଉ। ଏୟାରପୋର୍ଟରେ ଛାଡ଼ୁ ଛାଡ଼ୁ ଆଉ ଗୋଟେ ବାଜିଲା ଆପଣଙ୍କର ଫରେଷ୍ଟ ପାର୍କ, 109 ଟଙ୍କା। ମୁଁ ଛାଡ଼ି ଦେଇଛି କଷ୍ଟମରକୁ ଆଣିକି, ମାନେ ଏୟାରପୋର୍ଟରେ ଡ୍ରପ୍ କରୁ କରୁ ତ ଆଡ଼ଭାନ୍ସଲି ବାଜିଗଲା। ଆଉ ମୁଁ କହିଲି ଭଲ ହେଲା, ଏୟାରପୋର୍ଟରେ ବସିବାକୁ ପଡ଼ିଲାନି। ଫାଷ୍ଟ ଭିତରେ କେଉଁଠି ବସିବା, ଗାଡ଼ିଟା ବୁଲେଇ ନେଇକି। ଅଫିସିଆଲ ଟାଇମ୍ଟା ଷ୍ଟାର୍ଟ ହେଲାଣି, ଟାଇମ୍ 10ଟା ହେଇଗଲାଣି।
111 ଟଙ୍କାର ବୁକିଂ ଗୋଟେ ବାଜିଛି। ଆସି କଷ୍ଟମର ଲୋକେସନରେ କଷ୍ଟମର ପହଞ୍ଚିଲି। ଛାଡ଼ିଲି ସାମନ୍ତରାପୁର ଛକରେ। ଖରା ବହୁତ ହେଉଛି, ଜଲ୍ଦି ଗୋଟେ ବାଜି ଯାଆନ୍ତା କି ପଳାନ୍ତି ଏଠୁ, ଯେହେତୁ ମେନ୍ ରୋଡ଼ ଉପରେ ଅଛି ଆଉ କେଉଁ ଗଳି ଭିତରକୁ ପଶୁନି, ଛାଇ ଜାଗା ଟୋଟାଲ ନାହିଁ, ଖରାରେ ବସିଛି। 2-5 ମିନିଟ୍ ଭିତରେ ଯଦି ଗୋଟେ ବାଜି ଯାଆନ୍ତା ନେଇକି ପଳାନ୍ତି। ଯାହା ପାଇଁ ଗୋଟେ ବାଜିଥିଲା, କଷ୍ଟମର ପିକଅପ୍ କରିକି ନେଇକି ଯାଉଛି। ଆପଣ ଦେଖନ୍ତୁ ଏତେ ଜାମ୍ ଲାଗିଛି ସେ ଆପଣଙ୍କ ସୁନ୍ଦରପଦା ସାଆନ୍ତରାପୁର ରୋଡ଼। ଗୋଟେ ଡମ୍ଫରଟା ଆସୁଛି ଆପଣଙ୍କ 407, ଆଉ ଏପଟେ ତ ଗାଡ଼ିବାଲା କେହି ମାନୁନାହାନ୍ତି। ସେ ସରୁ ଗଳି ଯେଉଁମାନେ ବି ଚଲାଉଛନ୍ତି ଜାଣିଛନ୍ତି ସୁନ୍ଦରପଦା ଇଏ ସାମନ୍ତରାପୁର ରୋଡ଼ ଇଏ କେମିତି ଜାମ୍ ପଡ଼େ ଅଫିସ୍ ଟାଇମ୍ରେ। ଭାଇ ଜାଳରେ ତ ଛାଡ଼ିକି ବସିଥିଲି ବହୁତ ସମୟ, ତାପରେ ଆସିକି ଗାନ୍ଧୀ କଲେଜ ପାଖରେ ଆସିକି ପହଞ୍ଚିଲି। ପ୍ରାୟ ଅଧଘଣ୍ଟା ଗାନ୍ଧୀ କଲେଜ ପାଖରେ ବସିଲି, ବାଜିବ କି ନ ବାଜିବ, ଏବେ ଯାହା ବାଜିଗଲା ଗୋଟେ ଗଙ୍ଗନଗର। ଗୋଟେ ଇଏ ଥିଲା ଏମିତିରେ ସେ ଗୋଟେ ବୁକିଂ ସେ ସାମନ୍ତରାପୁରରୁ ଆଣିଲି ଆପଣଙ୍କର ସେ ଯେଉଁ ସୁନ୍ଦରପଦା ସାମନ୍ତରାପୁର ରୋଡ଼ରେ ଫସିଲି 40 ମିନିଟ୍, ମାନେ 1.5 ଘଣ୍ଟା ଲାଗିଲା ବୁକିଂଟା, 350 ଟଙ୍କା ମିଳିଲା। ପଳେଇଥିଲି ଘରେ ଖାଇବାକୁ, ତ ଖାଇସାରିକି ପୁଣି 4ଟାରେ ଲଗ୍ଇନ୍ କଲି। ମାନେ ଯାଇଥିଲି କେତେବେଳେ 2ଟା ପାଖାପାଖି ହେବ, ଆଉ 4ଟାରେ ଲଗ୍ଇନ୍ କଲି, ଅଧଘଣ୍ଟା ହେବ ତ ବାଜି ନଥିଲା। ତାପରେ ଯାହା ଗୋଟେ ବାଜିଲା, ଆଣିକି DAV ପାଖରେ ଛାଡ଼ିକି ବସିଛି ନେକ୍ସଟ ଅର୍ଡ଼ର ପାଇଁ। ଆଉ ଅର୍ଣ୍ଣିଂ କଥା ଯଦି କହିବା ଟୋଟାଲ୍ 1400 କେତେ ଟଙ୍କା ଗୋଟେ ହେଇଛି। ଆଉ ସ୍କ୍ରିନଶଟ୍ ଦେଇ ଦେଉଛି, ଦେଖିଲେ ଜାଣିପାରିବେ। ଆଉ ଦେଖେ ଟାର୍ଗେଟ୍ ଆଉ ଟଙ୍କା 1000, ଟଙ୍କା 25 କେମିତି କ'ଣ କରିବାର ଅଛି। ଆଜି ଏରିଆରେ ଜୋନ୍ ପଡ଼ିଛି, ଖାଲି ମୁଁ ଯେଉଁ ଜାଗାରେ ଅଛି ସେଇ ଜାଗାରେ ଜୋନ୍ ନାହିଁ। ଆଉ ଛୋଟେ ସବୁ ବାଜୁଛି, ଗୋଟେ ପରେ ଗୋଟେ ବାଜୁଛି ଯେ ମାନେ 10-15 ମିନିଟ୍ ଛାଡ଼ି ହେଲେ ସବୁ ଛୋଟିଆ 100 ଟଙ୍କିଆ 150 ଟଙ୍କିଆ, ତ ଉପରକୁ ଯାଉନି। ଆଉ ଟାଇମ୍ ହେଇଗଲାଣି ଆପଣଙ୍କର 6:58, ତାମାନେ 7ଟା ଆଉ ଘଣ୍ଟା 1.5 ଘଣ୍ଟା ଭିତରେ ଟଙ୍କା ଟୋଟାଲ୍ ହେଇଛି 1800, ଆଉ 700 ତ ହେବନି। ଦେଖେ 2200-2300 ଭିତରେ କେତେ କ'ଣ ହେଉଛି। ସଞ୍ଜ ବେଳକୁ ବସେଇ ଦେଲା ବହୁତ ସମୟ, ପ୍ରାୟ ଘଣ୍ଟା 10-15 ମିନିଟ୍ ହେବ। ଏବେ ଗୋଟେ ବାଜିଲା, ପଟିଆ ଯିବେ କଷ୍ଟମର, ସେ ବି 2.2 ପିକ୍ ହେବ। ତ ଏମିତି ତ କେତେ ସମୟ ବସିଲେଣି ସୌଭାଗ୍ୟନଗର ଭିତରେ, ଇଏ ଆପଣଙ୍କ କୁଶିବିହାର ଷ୍ଟ୍ରିଟ୍। ତ ଯାଉଛି ବର୍ତ୍ତମାନ ପିକଅପ୍ କରିବି, ପିକଅପ୍ କରିକି ଛାଡ଼ିବି। ଟାଇମ୍ କେତେ ହେଲାଣି? 8ଟା ହେଲାଣି ଟାଇମ୍ ଆପଣଙ୍କର। ଟଙ୍କା 1800 ହେଇଛି, ଇଏ 230 ଦେଖେଇଛି, ମାନେ ଟଙ୍କା 2000 ହେବ। କେଉଁଠି ହେବ 2500 ଲାଗୁନି। $223 ମିଳିଲା। ଆଉ CNGରେ ମାତ୍ର 2ଟା ଗାର ଅଛି,
ଯିବେ ଏବେ ସିଏନ୍ଜି ପକେଇବାକୁ। ସିଏନ୍ଜି ପକେଇ ସାରିଲା ପରେ ଯାଇକି ପୁଣି ଘର ଆଡ଼ିକି ରିଟର୍ନ ମାରିକି ବସିବେ। ଟାଇମ୍ ଆପଣଙ୍କର 8:40-45 ହେଲାଣି। ଆଉ କେତେ ସମୟ ବସିବି? ରିଟର୍ନ ଘର ପାଖକୁ ଗୋଟେ ଯଦି ପକେଇଦେଲା ତ ଭଲ କଥା। होम डेस्टिनेशन मार देछि मास्टर कैंटीन को। देखे केतेबेला रिटर्न दौची। जदि मिलगला सागे सागे तो भल। आ न मिलले बसिया केते समय जेते समय जाए रिटर्न न मिलबे सेते समय जाए जिबिनी। खाली नहीं कौन करी आ टाइम भी बेसी हैनी। जस्ट केते 9टा भितर हेतिबो। रिटर्न बाजी बजे हो तो सांग सांग बाजी बारे कि टिके लेट हे पारे। चेष्टा पर जाइए रिटर्नटा नहीं कि आसिली से भी आपको आचार्य छक जाए मो भाई आहरी केते गाड़ी से बसला जे ठीक नहीं माने किट रोटे बोधे गणिली मु 15-16टा कार एमती थुआई कहार भी बाजुनी बहुत ये कला केत समय बसी बसी विरक्त मुझे खाली गाड़ी नहीं फेरुली पोटिया छकरू ही बाजिला मोर मु किट पाखे थी किट रु रिटर्न करूँ फास्ट सीएनजी पकईली सीएनजी पकई किट छक पाक गली किट रु पुणी लेफ्ट को किम्स आड़ी गली तापर सेठू आसिक प्रशांति विहार पाखे बसिली तापर जाकि रिटर्न जो फेरुली पोटिया छक पाखर ही बाजिला आणिकी आचार्य विहार पाखे छाड़ी 143 टଙ୍କା है तो टोटाल मोर आज अर्निंग कथा जब कहवा 2100 केते टଙ୍କା 2150 कि 60 मो स्क्रीनशॉट देदेवी आउ सीएनजी पकई 693 टଙ୍କା सॉरी 593 टଙ୍କା अवश्य काली सीएनजी थिला 70% से सीएनजी काम हो पोटे खाली सीएनजी पकईली रिटर्नटा जहाँ आती से हिसाब कले 500 टଙ୍କା खंडे सीएनजी जाइए तो बंचला आपन से 1600 टଙ୍କା आउ कौन तो बेपार भाभी टंका 2500 करी 2500 तो हेलानी टंका 2100-2200 टଙ୍କା नहीं कि फेरिली से पुणी 8टा लॉगिन करी 2टा बेले ऑफलाइन हो जाती पुणी 4टा लॉगिन कली एपटे तो टाइम आपको है केते आसिक 10:30-11 तो जहाँ भी हो परिश्रम करिया को पड़ुची हेले फल सेते मिलूनी तो सांग मैंने आज भिडियोटी एतिकी आशा करूँ भिडियोटी आपको भल लगी जो मैंने भी नुआ करके देखुं दयाकर चैनल को सब्सक्राइब करूँ लाइक शेयर कमेंट करने को जमार भूलिएनि रही नमस्कार जय जगन्नाथ।